ହ୍ୟାଲୋ ସାଙ୍ଗମାନେ, ମୁଁ ଆଶା କରୁଛି ସବୁ ଭଲ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଆଉ ଗୋଟେ ନୂଆ କାହାଣୀ। ଚାଲନ୍ତୁ ଷ୍ଟାର୍ଟ କରିବା। ତୁମମାନଙ୍କ ମଧ୍ୟରୁ ଅନେକ ଲୋକ ଏମିତି ଥିବେ ଯିଏ ନିଜ କଲେଜ ପାଇଁ, ନିଜ ଷ୍ଟଡିଜ୍ ପାଇଁ ଅନ୍ୟ ଗୋଟେ ସିଟିକୁ ଯାଇଥିବେ, ଠିକ୍ ତ? ଏବଂ ତୁମେ ସେହି ଅନ୍ୟ ସିଟିକୁ ଯାଇ ହଷ୍ଟେଲରେ ରହୁଥିବେ। ହଷ୍ଟେଲରେ ରହୁଥିବେ କେବଳ ସେହି କଲେଜର ନିକଟରେ ରହିବା ପାଇଁ, ଯାହାଦ୍ୱାରା ତୁମ ପାଇଁ ପଢ଼ା ସହଜ ହେବ। କିନ୍ତୁ ଭାବି ଦେଖ, ଆମ ଦେଶରେ ଏମିତି ଗୋଟେ ଜାଗା ଅଛି, ଏମିତି ଗୋଟେ ହଷ୍ଟେଲ ଅଛି, ଏମିତି ଗୋଟେ କ୍ୟାମ୍ପସ୍ ଅଛି ଯେଉଁଠାରେ ସପ୍ତାହର ଗୋଟେ ଦିନ ଏମିତି ଆସେ ଯେତେବେଳେ ତୁମ ଶୋଇପାରିବ ନାହିଁ। ତୁମମାନଙ୍କୁ ନିଜେ ଜାଗି ରହିବାକୁ ପଡ଼ିବ। ସେଠାରୁ ଏମିତି କିଛି ହୁଏ, କିନ୍ତୁ ଯଦି ସେ ରାତିରେ ତୁମେ ନ ଚାହିଁବ, ତେବେ ସପ୍ତାହର ବାକି 6 ଦିନ ତୁମକୁ ବହୁତ କଷ୍ଟରେ ଜାଗି ରହିବାକୁ ପଡ଼ିବ। ଯଦି ତୁମେ ନ ଜାଗିବ, ତେବେ କେହି ଅନ୍ୟ ତୁମକୁ ଜଗାଇ ରଖିବ। ଏବଂ ସାଙ୍ଗମାନେ, ମାନସଠାରୁ ଭଲ ଏହି କଥାକୁ କେହି ବୁଝିପାରିବେ ନାହିଁ। ମାନସ ଏକ ଷ୍ଟୁଡେଣ୍ଟ ଥିଲା ଯିଏ ଭୁବନେଶ୍ୱରକୁ ଗଲା ନିଜର ରିମେନିଂ ଷ୍ଟଡିଜ୍ କମ୍ପ୍ଲିଟ୍ କରିବା ପାଇଁ। ଏହି ଘଟଣା ତାଙ୍କ ସହିତ ଘଟିଥିଲା। ସାଙ୍ଗମାନେ, ମୁଁ ଏହି ହଷ୍ଟେଲର ନାମ କହିବାକୁ ଚାହୁଁନି, କିନ୍ତୁ ଏହା ଭୁବନେଶ୍ୱରରେ ଅଛି। ସାଙ୍ଗମାନେ, ସତରେ ଏହି କାହାଣୀ ଅନେକ ଲୋକଙ୍କ ନିଦ ନଷ୍ଟ କରିଦେଇଛି। ଯଦି ତୁମେ ଏହି କାହାଣୀ ନ ଶୁଣିଛ, ତେବେ ଏବେ ତୁମ ପାଳି। ଏହି ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଏମିତି ହରର, ମିଷ୍ଟ୍ରିୟସ୍ ଏବଂ ହିଷ୍ଟୋରିକାଲ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏବେ କାହାଣୀ ଆରମ୍ଭ ହେଉଛି। ମାନସର ଘର ରାୟଗଡ଼ା ଥିଲା। ସେ ରାୟଗଡ଼ାରେ ଭୁବନେଶ୍ୱରକୁ ସିଫ୍ଟ ହେଲେ। ସେ ବହୁତ ଭଲ ମାର୍କ ପାଇଥିଲେ ଏବଂ ଭଲ ମାର୍କ ଆସିବା ପରେ ଭୁବନେଶ୍ୱରକୁ ସିଫ୍ଟ ହେଲେ। ସେମାନେ ବାଣୀବିହାରରେ ରହୁଥିଲେ। ବାଣୀବିହାରରେ ସେମାନଙ୍କର ଗୋଟେ ଭଲ କଲେଜ ଦେଖିଲେ ଏବଂ ସେଠାରେ ତାଙ୍କର ଆଡ଼ମିସନ୍ କରାଇଦେଲେ। ମାନସ ବହୁତ ଏକ୍ସାଇଟେଡ଼ ଥିଲା। ନୂଆ କଲେଜ, ନୂଆ ଜାଗା, ପ୍ରଥମ ଥର ନୂଆ ନୂଆ ସାଙ୍ଗ ହେବେ। ସେ ବହୁତ ଉତ୍ସାହିତ ଥିଲା। ତାପରେ ସେ କଲେଜ ଭିତରକୁ ଗଲା। ଏହା ତାଙ୍କର ପ୍ରଥମ ଦିନ ଥିଲା। ମାନସ ଏବଂ ତାଙ୍କ ପ୍ୟାରେଣ୍ଟ କଲେଜକୁ ଆସି ଫି ଭରିଦେଲେ। ତାପରେ ସେମାନଙ୍କୁ ତାଙ୍କ ହଷ୍ଟେଲ ଦିଗକୁ ନେଇଗଲେ। ହଷ୍ଟେଲରେ ତାଙ୍କୁ ଛାଡ଼ିଦେଲେ। ମାନସ ହଷ୍ଟେଲ ଭିତରେ ଚାଲି ଯାଉଥିଲେ। ସେ ରିସେପସନ୍ ପାଖକୁ ଗଲା। ରିସେପସନ୍ରେ ଯାଇ ସେ ନିଜ ରୁମ୍ ନମ୍ବର କହିଲା। ରିସେପସନ୍ରେ ଥିବା ମହିଳା ତାଙ୍କୁ ଅଳ୍ପ ସମୟ ଧ୍ୟାନରେ ଦେଖିଲେ। ଡ୍ରଅର୍ ଖୋଲି ଚାବି କାଢ଼ି ମାନସକୁ ଦେଲେ। ମାନସ ଭିତରକୁ ଯାଉଥିଲା ବେଳେ ସେ ରିସେପସନିଷ୍ଟ ପଛରୁ ଡାକିଲେ, ମାନସ, 1 ସେକେଣ୍ଡ ଏଠାକୁ ଆସ। ମାନସ ପୁଣି ରିସେପସନ୍ ପାଖକୁ ଗଲା। ସେ କହିଲେ, ତୁମେ ଏଠାରେ ନୂଆ ଆସିଛ, ସେଥିପାଇଁ କହୁଛି ଯେ ଶନିବାର ଦିନ ଏଠାରୁ ବାହାରକୁ ଯିବ ନାହିଁ। ନିଜ ଘରୁ ମଧ୍ୟ ବାହାରକୁ ଯିବ ନାହିଁ। ମାନସ ପଚାରିଲେ, ଏଥର କାରଣ କ'ଣ? ରିସେପସନିଷ୍ଟ କହିଲେ, ମୋତେ ଜଣା ନାହିଁ। ମୁଁ କହିପାରିବି ନାହିଁ କାରଣ କ'ଣ। ମାନସ କହିଲା, କିଛି ତ ହେବ। ସେ କହିଲେ, ଏହା ଏମିତି ଗୋଟେ ଜିନିଷ ଯାହାକୁ କେହି ବୁଝାଇ ପାରିବେ ନାହିଁ। ନିଜେ ଅନୁଭବ କର। ଶନିବାର ଦିନ ଘରୁ ବାହାରକୁ ଯିବ ନାହିଁ। ରାତି 12ଟା ପରେ ମାତ୍ର ବାହାରକୁ ଯିବ। ମାନସ ଭାବିଲା, କାଳେ ସେ ମୋ ସହିତ ମଜାକ କରୁଛି, କିନ୍ତୁ ମୋତେ ଡରାଉଛି। ମୋତେ ଏହା ସବୁ ଭାବିବା ଦରକାର ନାହିଁ। ମୋତେ ମୋ କଲେଜ ଏବଂ ପଢ଼ାରେ ଧ୍ୟାନ ଦେବା ଦରକାର। ସେ ନିଜ ରୁମ୍କୁ ଗଲା। ଭିତରୁ ଯାଇ ନିଜ ବ୍ୟାଗ୍ ଖୋଲି ସବୁ ଜିନିଷ ରଖିଲା। ଭିତରେ ଆଉ ଗୋଟେ ପିଲା ଥିଲା। ସେ କହିଲା, ହାଏ, ମୋ ନାମ ସନ୍ତୋଷ। ମୁଁ ପ୍ରଥମ ବର୍ଷରୁ ଏଠାରେ ରହୁଛି। ମାନସ ପଚାରିଲା, ତୁମକୁ ମଧ୍ୟ ରିସେପସନିଷ୍ଟ କିଛି ଅଜବ କଥା କହିଥିଲେ କି? ସନ୍ତୋଷ କହିଲା, ହଁ, ସେ ମୋତେ ମଧ୍ୟ ଶନିବାର ବିଷୟରେ କହିଥିଲେ, ଯେ ଶନିବାର ଦିନ କିଛି ଅଛି ଏଠାରେ, ଘରୁ ବାହାରକୁ ଯିବା ନାହିଁ। କାରଣ ଅଛି ଜଣା ନାହିଁ। ମାନସ କହିଲା, ହଁ ସାଙ୍ଗ, ମୋତେ ମଧ୍ୟ ଜଣା ନାହିଁ। ବହୁତ କ୍ୟୁରିଓସିଟି ହେଉଛି, କିନ୍ତୁ ଏ କଥା ତ ଶନିବାର ଦିନ ହିଁ ଜଣାପଡ଼ିବ। ଏବେ ଶନିବାର ଆସିଗଲା। ସବୁକିଛି ସାଧାରଣ ଥିଲା। ମାନସଙ୍କର ଏହା ପ୍ରଥମ ଦିନ ଥିଲା କଲେଜରେ। ଏହି ପ୍ରଥମ ଦିନ କିଛି ବିଶେଷ ନଥିଲା। ସନ୍ଧ୍ୟାରେ ମାନସ ହଷ୍ଟେଲରୁ ବାହାରକୁ ଗଲା ନିଜ ସାଙ୍ଗମାନଙ୍କ ସହିତ। ସେ ଦାରୁ ପିଉନଥିଲା, କିନ୍ତୁ ତଥାପି କ୍ଲବକୁ ଗଲା ମଜା କରିବା ପାଇଁ। ସମସ୍ତଙ୍କ ସହିତ ଏନ୍ଜୟ କରୁଥିଲା। ଏବେ ସେ ରିଏଲାଇଜ୍ କଲା ଯେ ରାତି 2ଟା ବାଜିଗଲା। ହଷ୍ଟେଲକୁ ଫେରିବାର ଅଛି। ସମୟ 11ଟା ହେଉଛି ହଷ୍ଟେଲକୁ ଯିବାର ଟାଇମ୍ ଏବଂ ମୁଁ 3 ଘଣ୍ଟା ଡେରି କରିଦେଲି। ସେ ହଷ୍ଟେଲ ପାଖକୁ ପହଞ୍ଚିଲା। ଦେଖିଲା ହଷ୍ଟେଲର ଗେଟ୍ ପୂର୍ବରୁ ଖୋଲା ଥିଲା। ସେ ରିସେପସନ୍ ଦିଗରେ ଦେଖିଲା। ରିସେପସନ୍ରେ କେହି ମଧ୍ୟ ନଥିଲେ। ସମ୍ପୂର୍ଣ୍ଣ ସନ୍ନାଟା, ସମ୍ପୂର୍ଣ୍ଣ ଅନ୍ଧାର। ସେ ଯେତେବେଳେ ଭିତରକୁ ଧୀରେ ଧୀରେ ପାଦ ରଖିଲେ, ଚାଲି ଯାଉଥିଲେ, ସାଙ୍ଗମାନେ ସେଠାରେ କେହି ମଧ୍ୟ ନଥିଲେ। ଏହା ହଷ୍ଟେଲ ଯେଉଁଠାରେ ମାତ୍ର କିଛି ରାତି ହୋଇଛି, ତଥାପି ଏଠାରେ କେହି ନାହାନ୍ତି। ଗୋଟେ ଲମ୍ବା ହଲ୍ ଥିଲା। ଗୋଟେ କରିଡୋର ଟାଇପ୍ର ଖୋଲା ଜାଗା ଥିଲା। କେହି ଦେଖାଯାଉନଥିଲେ, ନା ମଣିଷ, ନା କାହାର ଛାୟା। ସମ୍ପୂର୍ଣ୍ଣ ସନ୍ନାଟା। ସେ କରିଡୋର ଦେଇ ଚାଲି ସିଡ଼ି ପାଖକୁ ଗଲା। ସିଡ଼ି ପାଖରେ ସେ ଧୀରେ ଧୀରେ ପାଦ ରଖି ଉପରକୁ ଯାଉଥିଲା, ଯେମିତି କେହି ଜାଣୁନାହାନ୍ତି ସେହିପରି ଭାବେ। ହଠାତ୍ ଉପରୁ ଛାତରୁ ପାୟଲର ଶବ୍ଦ ଆସିଲା।
ମାନସ ସିଢ଼ିରେ ଥିବା ସ୍ଥାନ ହିଁ ରହିଗଲା। ସମ୍ପୂର୍ଣ୍ଣ ଡରିଗଲା। ମାନସ ଭାବିବାକୁ ଲାଗିଲା, ବଏଜ୍ ହଷ୍ଟେଲରେ ପାୟଲର ଶବ୍ଦ। କୌଣସି ପୁଅ ପିଲା ତ ପାୟଲ ପିନ୍ଧି ଘୁରିବେ ନାହିଁ। ଏଠାରେ ଜଣେ ମହିଳା କିଏ ଥାଇପାରନ୍ତି। ସିଢ଼ି ଉପରେ ଗୋଟେ ଜଳୁଥିବା ମହମବତୀ ଥିଲା, ଯାହାର ଆଲୋକରେ କରିଡର ଅଳ୍ପ ଆଲୋକିତ ହେଉଥିଲା। ସେ କେବଳ ସେତିକି ଦେଖିପାରୁଥିଲା। କିନ୍ତୁ ସେ ବହୁତ ଡରି ଯାଇଥିଲା, କାରଣ ତାକୁ ପୂର୍ବରୁ କୁହାଯାଇଥିଲା ଯେ ଶନିବାର ରାତିରେ ବାହାରକୁ ଯିବ ନାହିଁ। ସେ ପୁଣି ସିଢ଼ି ଦେଇ ତଳକୁ ଆସୁଥିଲା। ତଳେ ପ୍ରଥମ ତାଲାରେ ପହଞ୍ଚିଲାରେ ସେ ଦେଖିଲା ଯେ ପାୟଲର ଶବ୍ଦ ଏବେ ଆଉ ନିକଟକୁ ଆସୁଛି, ଯେପରି କେହି ଦୌଡ଼ି ଆସୁଛି ମୋ ପାଖକୁ। ସେ ପଛକୁ ଘୁଞ୍ଚି ଦେଖିଲେ କିଛି ନଥିଲା, କେବଳ କଳା ଅନ୍ଧାର। ସେ ଭାବିଲା, ସାୟଦ ରିସେପସନିଷ୍ଟ ଯାହା କହିଥିଲେ ଏବଂ ଆଜି ମୋ ସହ ଯାହା କଥା ହେଲା ସେ ସବୁ ମୋ ମନରୁ ଘୁରୁଛି। ମୋତେ ଏଠାରୁ ଚାଲିଯିବା ଉଚିତ। ମୁଁ ମୋ ଘରକୁ ଯାଉଛି। ସେ ଯେତେବେଳେ ପ୍ରଥମ ପାଦ ଆଗକୁ ବଢ଼ାଇଲା, ତାଙ୍କ ସାରା ଶରୀର ହଠାତ୍ ଥଣ୍ଡା ପଡ଼ିଗଲା, ଯେପରି ଅଚାନକ ବରଫ ହୋଇଗଲା। ସେ ବହୁତ କମ୍ପିବାକୁ ଲାଗିଲେ। ସେ ଦୁଇ ହାତରେ ନିଜକୁ ଧରି ରଖିଲେ। ସେ ଛୋଟ ଛୋଟ ପାଦରୁ ଆଗକୁ ବଢ଼ୁଥିଲେ। ସେତେବେଳେ ପଛରୁ ଗୋଟେ ଶବ୍ଦ ଆସିଲା, ବାହାର ରହିବା ସମୟ ସମାପ୍ତ। ଏବେ ଏହା ମୋର ସମୟ। ମାନସ ସମ୍ପୂର୍ଣ୍ଣ ଶୂନ ହୋଇଗଲା। ଏହା କିଏ? ବଏଜ୍ ହଷ୍ଟେଲରେ ଜଣେ ମହିଳା, ଏବଂ ସେ ଏବେ ମୋ ପଛରେ ଦୌଡ଼ୁଛନ୍ତି। ସାୟଦ ଏହା ମୋ ଭ୍ରମ ହେବ। ସେ ଯେତେବେଳେ ପଛକୁ ଘୁଞ୍ଚି ଦେଖିଲେ, ସେ ତାଙ୍କ ସାମ୍ନାରେ ଦୌଡ଼ୁଥିଲେ। ସେହି କଳା ଖୋଲା କେଶ, ହାତରେ ଜଳୁଥିବା ମହମବତୀ, ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ମହମବତୀର ଆଲୋକ ବହୁତ ତୀବ୍ର ଥିଲା, ତଥାପି ସେହି ମହିଳାଙ୍କ ମୁହଁ ଦେଖାଯାଉନଥିଲା। ସମ୍ପୂର୍ଣ୍ଣ ନୁହେଁ, ସେ ବହୁତ ଭୟଙ୍କର ଲାଗୁଥିଲା। ପରିବେଶ ଭୟଙ୍କର ହୋଇଯାଇଥିଲା। ମାନସ ବହୁତ ଡରି ଯାଇଥିଲା। ସେ ଭୟରେ ଦୌଡ଼ିବାକୁ ଲାଗିଲା। କିନ୍ତୁ ସେଠି ସେ ଦୌଡ଼ିବା ସମୟରେ ତଳେ ପଡ଼ିଗଲା। ସେ ତଳେ ପଡ଼ିଯାଇଥିବା ସହିତ ସେହି ମହିଳା ତାଙ୍କ ଆଉ ନିକଟକୁ ଆସୁଥିଲେ। ସେ ସାଧାରଣ ମହିଳା ଲାଗୁନଥିଲେ। ତାଙ୍କ ଶରୀରରୁ ଜଳା ଗନ୍ଧ ଆସୁଥିଲା, ଉପରୁ ସେହି ଜଳା ଗନ୍ଧ। ମାନସ ବୁଝିଗଲା, ଯାହା କିଛି ମୋ ସାମ୍ନାରେ ଅଛି ସେ ଜୀବିତ ନୁହେଁ। ସେ ବହୁତ ଜୋରରେ ଚିତ୍କାର କଲା। ଏତେ ଜୋରରେ ଚିତ୍କାର କଲା ଯେ ସେହି ତଳର ସମସ୍ତ ଦରଜା ଖୋଲିଗଲା। ସେ ବହୁତ ଜୋରରେ ଚିତ୍କାର କଲା, ଏତେ ଜୋରରେ ଚିତ୍କାର କଲା ଯେ ସେହି ତଳ ତାଲାର ସମସ୍ତ କବାଟ ଖୋଲିଗଲା। ସମସ୍ତେ ନିଜ ଘରୁ ବାହାରିଲେ। ସେମାନେ ଦେଖିଲେ ଯେ ରାହୁଲ ଅଧମରା ଅବସ୍ଥାରେ ପଡ଼ିଛି ତଳେ। କେତେ ସମୟ କଟିଗଲା ଜଣାନଥିଲା। ମାନସ ଆଖି ଖୋଲିଲା। ସେ ଦେଖିଲା ଯେ ତାଙ୍କ ହଷ୍ଟେଲର ଅନେକ ଲୋକ ତାଙ୍କ ପାଖରେ ଅଛନ୍ତି। ସନ୍ତୋଷ ମଧ୍ୟ ଥିଲା। ସମସ୍ତେ ମଧ୍ୟରାତ୍ରିରେ ବାହାରି ଆସିଥିଲେ। ସମସ୍ତେ ପଚାରୁଥିଲେ, କ'ଣ ହେଲା? ମାନସ କହିଲା, ସେଇ ଲାଲ ଶାଢ଼ୀ ପିନ୍ଧିଥିବା ମହିଳା କେଉଁଠି? ରିସେପସନିଷ୍ଟ କହିଲା, ମୁଁ ତମକୁ କହିଥିଲି ନା ବେଟା, ଶନିବାର ଦିନ ବାହାରକୁ ଯିବ ନାହିଁ। ଦିନ 2 ପରେ ସନ୍ଧ୍ୟା କିମ୍ବା ରାତିରେ କେବେ ବି ସେ ଦେଖାଯାଇପାରେ। ମାନସ ପଚାରିଲେ, କିନ୍ତୁ ସେ କିଏ? ରିସେପସନିଷ୍ଟ କହିଲା, ବହୁତ ବର୍ଷ ପୂର୍ବରୁ ଏଠାରେ ଜଣେ ରିସେପସନିଷ୍ଟ କାମ କରୁଥିଲା। ତାଙ୍କର ନାମ ମୋନା ଥିଲା। ସେଦିନ ତାଙ୍କର ରୋକା ବିବାହ ପୂର୍ବରୁ ଅନୁଷ୍ଠାନ ଥିଲା। ସେହି ଦିନ ଏହି ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ସେ ଯେଉଁ ଲାଲ ଶାଢ଼ୀ ପିନ୍ଧିଥିଲେ, ସେହି ଶାଢ଼ୀ ପିନ୍ଧି ସେ ଏଠାକୁ ଆସିଥିଲେ ଛାତ୍ରମାନଙ୍କୁ ବଞ୍ଚାଇବାକୁ। ସେ ସମସ୍ତଙ୍କୁ ବାହାରକୁ କାଢ଼ୁଥିଲେ। ସେହି ଚେଷ୍ଟାରେ ତାଙ୍କ ଶରୀର ମଧ୍ୟ ଅଗ୍ନିରେ ଲାଗିଗଲା। ଅନେକ ଲୋକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ସେଠିକି ଜଳି ମରିଗଲା। କୁହାଯାଏ ଯେ ଶନିବାର ଦିନ ତାଙ୍କ ମୃତ୍ୟୁ ଦିନ ସେ ଯେ ଅଗ୍ନିରେ ମରିଥିଲେ, ସେହି ଅଗ୍ନିର ଚିହ୍ନ ସହ ସେ ପ୍ରତି ଶନିବାରରେ ଏହି ହଷ୍ଟେଲରେ ପ୍ରତ୍ୟେକ କରିଡର ଏବଂ ଗଳିରେ ଭ୍ରମଣ କରନ୍ତି। ସେ ଚାହାନ୍ତି ଯେ ସମସ୍ତ ଛାତ୍ର ନିଜ ଘରୁ ରୁହନ୍ତୁ, କେହି ବାହାରକୁ ଯିବେନି, କାରଣ ଏଥର ସେ ବଞ୍ଚାଇ ପାରିବେ ନାହିଁ। ଏହା ଶୁଣି ସମସ୍ତଙ୍କ ଦେହ କମ୍ପି ଉଠିଲା। ଭୟ ଥିଲା, କିନ୍ତୁ ସମସ୍ତେ ଭାବିଲେ ଶନିବାର ଦିନ ବାହାରକୁ ଯିବା ନାହିଁ। ହେଲେ ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ ଯେ କାହିଁକି କେବେ କିଛି କରିନାହାନ୍ତି କି ନାହିଁ। ଆମକୁ ଲାଗେ ଯେ ସେ କେବଳ ଛାତ୍ରମାନଙ୍କୁ ବଞ୍ଚାଇବା ପାଇଁ ଭିତରକୁ ରଖନ୍ତି। କିନ୍ତୁ ଯଦି ସେହି କଥା ଅଧିକ ସମୟ ବାହାରେ ରହିଯାଏ ଏବଂ ସେ ତାଙ୍କ ସାମ୍ନାରେ ପଡ଼ିଯାଏ, ମାନସ ସହ କ'ଣ କରିଥାନ୍ତା? କିନ୍ତୁ ଯଦି କେହି ଅଧିକ ସମୟ ବାହାରେ ରହିଯାଏ ଏବଂ ସେ ତାଙ୍କ ସାମ୍ନାରେ ପଡ଼ିଯାଏ, ମାନସ ସହ କ'ଣ କରିଥାନ୍ତା? ଯଦି ସମସ୍ତେ କବାଟ ଖୋଲି ନଥାନ୍ତେ, ତେବେ କ'ଣ ହୋଇଥାନ୍ତା? ଏହା 50% ଅନୁମାନ ଲଗାଇ ପାରୁଥିବେ। ଏପର୍ଯ୍ୟନ୍ତର ଇତିହାସ ଅନୁଯାୟୀ ସେ କାହାକୁ କିଛି କରିନାହାନ୍ତି। ଆଗକୁ କ'ଣ ହେବ ଜଣାନାହିଁ। ସେଥିପାଇଁ ଏହି ହଷ୍ଟେଲର ସମସ୍ତଙ୍କୁ ସଚେତନ ରହିବା ଉଚିତ। ଏ ଭିଡ଼ିଓରେ ଶେଷ ହେବା ପୂର୍ବରୁ ଆଉ ଗୋଟିଏ କଥା, ଆମ ଦେଶରେ ଅନେକ ଜାଗା ଅଛି ଯାହାକୁ ହଣ୍ଟେଡ୍ କୁହାଯାଏ। କେଉଁଠି କୁହାଯାଏ ସେ ଜିନ୍, ଶୈତାନ, ପ୍ରେତ ଓ ଆତ୍ମା ରହୁଛନ୍ତି। ତଥାପି ଲୋକେ ସେଠି ରହିବାକୁ ପସନ୍ଦ କରନ୍ତି, କାରଣ କେବେ କେବେ ଏହି ଏଣ୍ଟିଟିଜ୍ ଏତେ ଭୟଙ୍କର ନୁହନ୍ତି। ସେମାନେ ଫ୍ରେଣ୍ଡଲି ଘୋଷ୍ଟ ମଧ୍ୟ ହୋଇପାରିଥାନ୍ତି। କିନ୍ତୁ ଯେତେବେଳେ ଆମ ମଣିଷଙ୍କୁ ଭରସା କରିପାରୁନାହାନ୍ତି, ତେବେ ଭୂତଙ୍କୁ କିପରି ଭରସା କରିବା? କେବେ ନୁହେଁ, ସଦା ସଚେତନ ରୁହ। ଭୁବନେଶ୍ୱରରେ ଏହି ହଷ୍ଟେଲରେ ସତରେ ହଣ୍ଟେଡ୍। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆମେ 1000 ସବସ୍କ୍ରାଇବରରେ ବହୁତ ଶୀଘ୍ର କରିବା
ସଚେତନ ରୁହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।